ଭାଙ୍ଗି ଯାଇଥିବା ମନକୁ ଯୋଡ଼ିବା ପାଇଁ, ଅସଜଡ଼ା ସମ୍ପର୍କକୁ ସଜାଡ଼ିବା ପାଇଁ, ମରି ମରି ଯାଉଥିବା ସ୍ୱପ୍ନର ସମାହାରକୁ ସତେଜ କରିବା ପାଇଁ, ଅନ୍ଧାରରୁ ଆଲୋକ ବର୍ତ୍ତିକା ଆଡ଼କୁ କେଇ ପାଦ, ଜୀବନ ଅମୃତ। ଆଜିର ଅଧ୍ୟାୟକୁ ଆପଣଙ୍କୁ ସ୍ୱାଗତ। ମନୁଷ୍ୟ ଦେହେ ଦିବ୍ୟ ଜ୍ଞାନ, ଦେଖି ସନ୍ତୋଷ ଭଗବାନ। ଏ ଉକ୍ତି ହିଁ ପ୍ରତିପାଦନ କରୁଛି ଆମେ ଈଶ୍ୱରଙ୍କର କେତେ ନିକଟତର, ଆମେ ତାଙ୍କର କେତେ ପ୍ରିୟ। ଈଶ୍ୱର ସକଳ ଶକ୍ତିର ଆଧାର। ଏ ସୁନ୍ଦର ସୃଷ୍ଟି ତାଙ୍କ କଳ୍ପନାର ସମାହାର। ପରମାତ୍ମା ସୃଷ୍ଟି ସର୍ଜନା କଲା ପରେ ଜୀବସତ୍ତାର ଅୟମାରମ୍ଭ କଲେ ଏବଂ ତାପରେ ସେ ସୃଷ୍ଟି ଆଗକୁ ନେବା ପାଇଁ ବୁଦ୍ଧି, ବିବେକ ଓ ଜ୍ଞାନ ଥିବା ତାଙ୍କର ଅତି ପ୍ରିୟ ପ୍ରାଣୀ ମଣିଷକୁ ଜନ୍ମ ଦେଲେ। ଆମେ ସମସ୍ତେ ସେହି ପରମାତ୍ମାଙ୍କର ଅଂଶ ବିଶେଷ। ଆମ ଭିତରେ ଥିବା ଅଦୃଶ୍ୟ ଆତ୍ମା ହିଁ ଈଶ୍ୱରଙ୍କର ସତ୍ତା। ଆମେ ସିନା ଆତ୍ମାକୁ କେହି କେବେ ଦେଖିନେ, କିନ୍ତୁ ସଦ୍ବୁଦ୍ଧି, ସଦ୍ବିଚାର, ସତ୍କର୍ମ, ଦୟା, କ୍ଷମା, ବିବେକର ପ୍ରତିଫଳନରେ ଆମେ ସମସ୍ତେ ତାର ଉପସ୍ଥିତିକୁ ଅନୁଭବ କରିଛେ। ଜନ୍ମଠାରୁ ନେଇ ମୃତ୍ୟୁ ପର୍ଯ୍ୟନ୍ତ ଭଲ ମନ୍ଦର ବିଚାର ହିଁ ଆମ ଭିତରେ ଥିବା ଈଶ୍ୱରୀୟ ସତ୍ତାକୁ ଜାଗ୍ରତ କରିଥାଏ। ଆମେ ମଣିଷ, ଏ ସୁନ୍ଦର ସୃଷ୍ଟିର ସବୁଠାରୁ ସମୃଦ୍ଧ ଜୀବ। ଆମର ବିବେକ ଅଛି, ବିଚାର କରିବାର କ୍ଷମତା ଅଛି, ମିଠା କଥା କହି ପରକୁ ଆପଣାର କରିବାର ଗୁଣ ଅଛି ଏବଂ ବିଭିନ୍ନ ସମୟରେ ଆମେ ସେସବୁକୁ ପ୍ରତିପାଦନ ମଧ୍ୟ କରିଥାଉ। ଭିନ୍ନ ଭିନ୍ନ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆମ ସମସ୍ତଙ୍କ ଭିତରେ କେଉଁଠି ନା କେଉଁଠି ରହିଥାଏ ସେଇ ମଣିଷପଣିଆ। ଏ ସୁନ୍ଦର ସୃଷ୍ଟିର ସୁରକ୍ଷା, ଜୀବେ ଦୟା, ସମସ୍ତଙ୍କ ପ୍ରତି ସହାନୁଭୂତି ଓ ଭାଇଚାରା କାହିଁ କେଉଁ ଆବାହମାନ କାଳରୁ ଆମ ଭିତରେ ଭରି ରହିଛି। ଈଶ୍ୱର ତାଙ୍କ ତିଆରି ଏ ସୁନ୍ଦର ଉପବନ ସଦୃଶ ସୃଷ୍ଟିରେ ଆମମାନଙ୍କ ଭିତରେ ଏହି ମଣିଷ ପଣିଆ ଦେଖିଲେ ବେଶ୍ ଖୁସି ହୁଅନ୍ତି। ସ୍ରଷ୍ଟାଙ୍କ ଏ ସୃଷ୍ଟିରେ ଆମ ପାଇଁ କିଛି ବି ଅଲୋଡ଼ା ନାହିଁ। ଜୀବଜଗତରେ କ୍ଷୁଦ୍ରଠୁ କ୍ଷୁଦ୍ର ପ୍ରାଣୀମାନଙ୍କ ପାଇଁ ଜଣେ ସଫଳ କାରିଗର ଭାବରେ ଈଶ୍ୱର ସବୁକିଛି ରଖିଛନ୍ତି। କିନ୍ତୁ ଏ କ'ଣ, ଆମେ ସମସ୍ତେ ଆମ ମୂଳ ଚିନ୍ତା ଆଉ ଚେତନାରୁ ଦୂରେଇ ଯାଉଛେ। ଆମ ଭିତରେ ମଣିଷ ପଣିଆକୁ ମାରି ମାରି ଚାଲିଛେ। ଆମ ଭିତରେ ଥିବା ବୁଦ୍ଧି ଆଉ ବିବେକକୁ ଧ୍ୱଂସ କରୁଛେ। ଦୟା, କ୍ଷମା, ସତ୍କର୍ମ ଓ ସତ୍ ବିଚାରକୁ ବଳି ଦେଇ ଅସତ୍ ପଥର ପଥିକ ହେଉଛେ। ଭାବିଲେ ଦେଖି, ଜନ୍ମ କଲା ପୁଅ ଯଦି ଅବାଟରେ ଯାଏ, ତାହେଲେ ତାକୁ ଜନ୍ମ ଦେଇଥିବା ବାପା ମାଙ୍କର ମନ କେତେ କଷ୍ଟ ହେଉନଥିବ। ଠିକ୍ ସେମିତି ଆମ ସମସ୍ତଙ୍କର ପ୍ରଭୁ ଈଶ୍ୱର ପରମାତ୍ମା ଆମ ଭିତରେ ଅମଣିଷ ପଣିଆ ଓ ନିର୍ବୋଧତାକୁ ଦେଖି କେତେ କଷ୍ଟ ପାଉନଥିବେ। ଦର୍ଶକ ବନ୍ଧୁ ଓ ଶ୍ରୋତା ବନ୍ଧୁ, କହିବାର ତାତ୍ପର୍ଯ୍ୟ, ଶରୀର ଅଛି ତ ରୋଗ ବି ଅଛି। ତେବେ ଶରୀରକୁ କବଳିତ କରିଥିବା ରୋଗ ପାଇଁ ଆମେ ମାନବିକତାକୁ ବଳି ଦେଉଛେ। ଏହି କରୋନା ମହାମାରୀ ସମୟରେ ଅନେକ ସ୍ଥାନରେ ଦେଖିବାକୁ ମିଳୁଛି ଅନେକ ଗୁଡ଼ିଏ ମୃତ ଶରୀର ସଂସ୍କାର ହୋଇପାରୁନି। ଅନେକ ଶବ ସତ୍କାର ଅପେକ୍ଷାରେ ଦିନ ଦିନ ପଡ଼ି ରହୁଛନ୍ତି। ଆମେ ସେମାନଙ୍କର ଆତ୍ମୀୟ ସ୍ୱଜନ, ଜ୍ଞାତି କୁଟୁମ୍ବ ହୋଇ ମଧ୍ୟ ରୋଗର ଡରରେ ତାଙ୍କୁ ଶେଷ ବିଦାୟ ମଧ୍ୟ ଦେଉନେ। କହିଲେ ଦେଖି, ଏ କେମିତିକା ମାନବିକତା, ଏ କେମିତିକା ମଣିଷପଣିଆ। ମହାମାରୀ ସମୟରେ ସରକାରଙ୍କ ନିୟମ ମାନିବା ସହ ଯଥାସମ୍ଭବ ନିଜକୁ ସୁରକ୍ଷା ଦେଇ ଆମେ ଆମ ମୃତ ପ୍ରିୟଜନମାନଙ୍କର ଅନ୍ତିମ ସଂସ୍କାର କରିବା ଉଚିତ। ହୁଏତ ସେମାନେ କରୋନା ସହ ସଂଘର୍ଷରେ ଜିତି ନାହାନ୍ତି, କିନ୍ତୁ ଆମ ସହ ସମ୍ପର୍କରେ ଆମେ ତାଙ୍କୁ ହାରିଯିବାକୁ ଦେବାନି। ଯେଉଁ ସ୍ୱେଚ୍ଛାସେବୀ ତଥା ପ୍ରଶାସନିକ ଅଧିକାରୀମାନେ ସମ୍ମାନର ସହ ଶବମାନଙ୍କୁ ଅନ୍ତିମ ସଂସ୍କାର କରୁଛନ୍ତି, ସତରେ ସେମାନେ ଆମ ସମସ୍ତଙ୍କୁ ଋଣୀ କରୁଛନ୍ତି। ସେମାନଙ୍କ ଋଣ ଆମେ କେବେ ବି ଶୁଝିପାରିବାନି। ସେମାନେ ହିଁ ଈଶ୍ୱରଙ୍କର ପ୍ରକୃତ ଅମୃତ ସନ୍ତାନ। ତେବେ ଆସନ୍ତୁ, ମଣିଷ ପଣିଆ ଓ ମାନବିକତାକୁ ଏ ମହାମାରୀର ମୁହୂର୍ତ୍ତରେ ମଜବୁତ କରିବା। କେତେଗୁଡ଼ିଏ କଥା ପ୍ରତି ଧ୍ୟାନ ଦେବା। ମହାମାରୀ ସମୟରେ କାହାରିକୁ ଭୋକରେ ରହିବାକୁ ଦେବାନି। ମହାମାରୀ ସମ୍ପର୍କିତ ମିଛ ଗୁଜବ ପ୍ରଚାର କରିବା ନାହିଁ। ସକାରାତ୍ମକ ଖବରକୁ ସାମାଜିକ ଗଣମାଧ୍ୟମରେ ପ୍ରଚାରିତ କରିବା। ଆମ ଗହଣରୁ କେହି ଯଦି ମହାମାରୀ ସହ ଯୁଦ୍ଧ ଲଢ଼ୁ ଲଢ଼ୁ ହାରିଯାଏ, ତେବେ ତାଙ୍କୁ ଶେଷ ସମୟରେ ଏକୁଟିଆ ହେବାକୁ ଦେବାନି। ଯଥାସମ୍ଭବ ନିଜ ପ୍ରତି ସତର୍କତା ଅବଲମ୍ବନ କରି ତାଙ୍କର ଶେଷ ସଂସ୍କାର କରିବା। ଏ ମହାମାରୀ ସମୟରେ ଆମର ସେବା କରୁଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଉତ୍ସାହିତ କରିବା। ସେମାନଙ୍କର ସେବା ପାଇଁ ସେମାନଙ୍କୁ ସାବାସି ଦେବା। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ପ୍ରଥମେ ମଣିଷ ବୋଲି ବିଚାର କରିବା।
ସରକାରଙ୍କୁ ତାଙ୍କ କାର୍ଯ୍ୟରେ ସହଯୋଗ କରିବା, ସଦା ସର୍ବଦା ସରକାର କରୁଥିବା ସବୁ ନିୟମକୁ ଆମେ ପାଳନ କରିବା। ସର୍ବଶେଷରେ ଆଶା ରଖିବି, ସମୟ ଚଳନଶୀଳ। ଏ ସମୟ ଆଜି ଅଛି, କାଲିକି ନଥିବ। ଏ ସମୟକୁ ମୁକାବିଲା କରିବା ପାଇଁ ଆମ ଭିତରେ ଧୈର୍ଯ୍ୟର ଆବଶ୍ୟକତା ରହିଛି। ଦେଖିବେ, ଆପଣଙ୍କ ଜୀବନରେ ଏସବୁକୁ ଆପଣାଇଲେ ଆପଣ ପୁଣି ସେହି ପରମାତ୍ମାଙ୍କର ଅମୃତ ସନ୍ତାନ ହୋଇପାରିବେ। ସୁଜଳା ସୁଫଳା ଶସ୍ୟ ଶ୍ୟାମଳା ଏ ଧରଣୀ ମାର କୋଳରେ ପିଢ଼ି ପରେ ପିଢ଼ି ଆପଣ ହସିବେ, ଖେଳିବେ, ନାଚିବେ, ଗାଇବେ, ଦିନ ପରେ ଦିନ ବିତେଇ ଚାଲିବେ। ଈଶ୍ୱରଙ୍କ ଆଶୀର୍ବାଦ ସଦାସର୍ବଦା ଆପଣଙ୍କ ପାଖରେ ଅଛି। ସୂର୍ଯ୍ୟଙ୍କ କିରଣରେ, ପବନର ବାସ୍ନାରେ, ପାଣିର ପାଦୁକାରେ, ମାଟିର ଚନ୍ଦନରେ, ଜଙ୍ଗଲର ସବୁଜିମାରେ, ପାହାଡ଼ର ବିଶାଳତାରେ, ସମୁଦ୍ରର ଗଭୀରତାରେ, ବିସ୍ତୀର୍ଣ୍ଣ ବାଲୁକାରାଶି ଆଉ ଆମ ହୃଦୟର ନିବୃତ୍ତ କୋଣରେ ଈଶ୍ୱରଙ୍କ ସତ୍ତା ସବୁଠାରେ ବିଦ୍ୟମାନ। କେବଳ ମନୀଷୀ ଧ୍ରୁବଙ୍କ ପରି ଅନ୍ୱେଷଣ ଆବଶ୍ୟକ, ପ୍ରହ୍ଲାଦଙ୍କ ପରି ସଂକଳ୍ପ ଆବଶ୍ୟକ। ଆଜି ପାଇଁ କାର୍ଯ୍ୟକ୍ରମରେ ଏତିକି। ଯଦି ଆପଣଙ୍କୁ ଏ କଥା ଭଲ ଲାଗିଥାଏ ତାହେଲେ କଥାକୁ ଆଗକୁ ବଢ଼ାଇବେ। ଯାଉ ଯାଉ ଖାସ୍ ଆପଣଙ୍କ ପାଇଁ ए सुंदर हिंदी भजन पदे। सफर कितना भी मुश्किल हो प्रभु आसान कर देंगे, जो तुझसे हो न पाएगा जो तुझसे हो न पाएगा उसे भगवान कर देंगे। सफर कितना भी मुश्किल हो प्रभु आसान कर देंगे, सफर कितना भी मुश्किल हो प्रभु आसान कर देंगे।